16 ଏପ୍ରିଲ 2025 ବୁଧବାରକୁ ପଡୁଅଛି ସଙ୍କଟ ଚତୁର୍ଥୀ ଆଉ ଏହା ବୈଶାଖ ମାସରେ ପଡୁଥିବା ସବୁଠାରୁ ବଡ ଚତୁର୍ଥୀ। ଏହାର ବହୁତ ବଡ ଓ ବିଶେଷ ମହତ୍ୱପୂର୍ଣ୍ଣ ହୋଇଥାଏ ଆଉ ଏହି ଦିନ ଆପଣମାନେ 11ଟି ଗହମ ବାଲା ଉପାୟକୁ ଜରୁର କରନ୍ତୁ। କାହିଁକି ନା ଏହି ଦିନ ବର୍ଷରେ ମାତ୍ର ଥରେ ଆସିଥାଏ। ଯଦି ଆପଣ ଏହି ବୈଶାଖ ମାସରେ ଏହି ଚତୁର୍ଥୀ ଦିନ ଏହି ଉପାୟକୁ କରିନେବେ ତ ଆପଣଙ୍କୁ ଏହି ଉପାୟକୁ କରିବାର ସେହି ଫଳ ମିଳିବ ଯାହାକି ଆପଣ କେବେ କଳ୍ପନା କରିପାରିବେ ନାହିଁ। ଏଥିପାଇଁ ଆପଣ ଏହି ଉପାୟକୁ ଗୋଟିଏ ଥର ଜରୁର କରିଦିଅନ୍ତୁ। ଏହି ବୈଶାଖ ମାସର ଏହି ବୁଧବାର ଦିନଟି ଏତେ ଖାସ୍ ହୋଇଥାଏ, ଏତେ ମହତ୍ୱପୂର୍ଣ୍ଣ ହୋଇଥାଏ ଯେ ଏହି ଛୋଟିଆ ଉପାୟକୁ କରିବା ଦ୍ୱାରା ହିଁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ। ଏହି ଉପାୟକୁ ଆପଣ କେଉଁ ସମୟରେ କରିବେ ଏବଂ କିପରି କରିବେ ଚାଲନ୍ତୁ ଜାଣିବା। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଅନୁରୋଧ ଏହି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ। ଏହି ଦିନ ଭଗବାନ ଶଙ୍କରଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ, ଯାହା ଫଳରେ ଭଗବାନ ଶଙ୍କରଙ୍କର ଆଶୀର୍ବାଦ ପାଇପାରିବେ। ଆପଣ ଜାଣିଛନ୍ତି କି କିଛି ଜିନିଷ ଏମିତି ବି ଥାଏ ଯାହାକୁ ଭଗବାନ ଶଙ୍କରଙ୍କୁ ଚଢାଇବାରୁ ବଞ୍ଚିତ ରହିବା ଉଚିତ। ଯଦି ଆପଣ ଚତୁର୍ଥୀ ଦିନରେ ଏହି ଜିନିଷର ଧ୍ୟାନ ରଖିବେ ତ ନା ମାତ୍ର ଭଗବାନ ଭୋଳାନାଥ ପ୍ରସନ୍ନ ହେବେ ବରଂ ଆପଣଙ୍କର ବ୍ରତ ବି ସଫଳ ହୋଇଯିବ। ଏହି ଦିନ ଗହମର ବହୁତ ମହତ୍ୱ ରହିଥାଏ। ଏହି ଉପାୟକୁ ଆପଣ ସକାଳେ କରିବେ, ନାହିଁ ତ ସନ୍ଧ୍ୟାରେ ପ୍ରଦୋଷ କାଳରେ ବି କରିପାରିବେ। ଯଦି ଆପଣ ଏହି ଉପାୟକୁ ସକାଳେ କରୁଛନ୍ତି ତେବେ ସକାଳେ ଯେବେ ସମ୍ଭବ ହେବ ଯେତେ ଶୀଘ୍ର କରିବାକୁ ଚେଷ୍ଟା କରିବେ ଏହି ଉପାୟକୁ। ଯଦି କୌଣସି କାରଣରୁ ଲେଟ୍ ହୋଇଯାଏ ତ 11ଟାରୁ 12ଟା ଭିତରେ ଏହି ଉପାୟକୁ ଆପଣ କରିବାକୁ ପଡ଼ିବ। ଯଦି ଆପଣ ଏହି ଉପାୟକୁ ସନ୍ଧ୍ୟା ସମୟରେ କରୁଛନ୍ତି ତେବେ ସନ୍ଧ୍ୟା 6ଟାରୁ 8ଟା ଭିତରେ ହିଁ ଏହି ଉପାୟକୁ ଆପଣମାନେ କରିପାରିବେ। ଆପଣ ଏହି ବୈଶାଖ ମାସରେ ତୁଳସୀ ଗଛ ସହ ଯୋଡ଼ା ଓ ଶ୍ରୀହରି ବିଷ୍ଣୁଙ୍କ ସହ ଯୋଡ଼ା କିଛି ଉପାୟ ଆପଣଙ୍କ ଜୀବନରେ ନିର୍ଧନତା ସହ ଧନ ଯୋଡ଼ା ସମସ୍ୟା ଓ କରଜରୁ ସବୁଦିନ ପାଇଁ ଦୂର କରିପାରିବେ। ତ ଏହା ସେହି ମାସ ଯେଉଁ ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିଥାନ୍ତି। ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ ହୋଇଥାଏ। ଏଥିପାଇଁ ତାଙ୍କ ପୂଜାରେ ବି ବିଶେଷ ରୂପରେ ତୁଳସୀର ଉପଯୋଗ କରିଥାନ୍ତି ଏବଂ ତୁଳସୀ ବିନା ଶ୍ରୀହରି ବିଷ୍ଣୁ ବି ଅଧୁରା ରହିଥାନ୍ତି। ଯେଉଁ ଉପାୟ କରିବା ଦ୍ୱାରା ଶ୍ରୀହରି ବିଷ୍ଣୁଙ୍କ ଅସୀମ କୃପା ଆପଣଙ୍କୁ ମିଳିବ ଆଉ ମାତା ଲକ୍ଷ୍ମୀଙ୍କର ଏମିତି ଆଶୀର୍ବାଦ ଆପଣଙ୍କୁ ମିଳିବ ଜୀବନରେ ପ୍ରତ୍ୟେକ ଦୁଃଖ କଷ୍ଟ ଗରିବୀ ନିର୍ଧନତା କରଜ ସହ ଯୋଡ଼ା ସମସ୍ୟାର ସବୁ କିଛି ଆପଣଙ୍କ ଜୀବନରୁ ଦୂର ହୋଇଯିବ ଆଉ ସୁଖ ସମୃଦ୍ଧି ଧନ ବୈଭବ ଐଶ୍ୱର୍ଯ୍ୟ ସବୁ କିଛି ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଆସାନରେ ମିଳିବାକୁ ଲାଗିବ। ତେବେ ଚାଲନ୍ତୁ କି କେଉଁ ଉପାୟକୁ ଆପଣ ତୁଳସୀ ଗଛର ପାଖରେ କରିବେ ଏବଂ କେଉଁ ଜିନିଷକୁ ତୁଳସୀ ଗଛ ପାଖରେ ରଖିବେ ଆଉ ଏହି ଉପାୟକୁ କେଉଁ ସମୟରେ କରିବେ। ତ ଦେଖନ୍ତୁ, ଯଦି ଆପଣଙ୍କର ଘରେ ତୁଳସୀ ଗଛ ନାହିଁ ତ ବୈଶାଖ ମାସରେ ଗୋଟିଏ ତୁଳସୀ ଗଛକୁ ଆପଣ ଘରକୁ ଆଣି ଜରୁର ଲଗାନ୍ତୁ। କାହିଁକି ନା ବୈଶାଖ ମାସରେ ଯେଉଁ ଲୋକ ତାଙ୍କ ଘରେ ତୁଳସୀ ଗଛ ଆଣିକି ଲଗାଇଥାନ୍ତି, ମାତା ତୁଳସୀଙ୍କୁ ପୂଜା ପାଠ କରିଥାନ୍ତି, ତ କେବେ ବି ମାତା ତୁଳସୀ ତାଙ୍କ ଘରେ ନିର୍ଧନତା ଆସିବାକୁ ଦେଇନଥାନ୍ତି। ସବୁବେଳେ ତାଙ୍କ ଘରେ ଧନର ବୃଦ୍ଧି ହୋଇଥାଏ, ଧନର ବର୍ଷା ହୋଇଥାଏ। ତ ନିହାତି ତୁଳସୀ ଗଛ ଏହି ବୈଶାଖ ମାସରେ ଆପଣଙ୍କ ଘରକୁ ଆଣିକି ଜରୁର ଲଗାନ୍ତୁ ଏବଂ ପୁରା ବିଧିବିଧାନ ସହ ଆପଣଙ୍କର ଘରେ ମାତା ତୁଳସୀକୁ ପୂଜା ପାଠ କରିବେ। ଆଉ ଏହି 16 ଏପ୍ରିଲ ବୁଧବାର ବୈଶାଖ ମାସରେ ଯେଉଁ ଜିନିଷକୁ ତୁଳସୀ ଗଛ ପାଖରେ ରଖିବେ ଆଉ ସେହି ଜିନିଷଟି ରଖିଲେ ହିଁ ରାତାରାତି ଆପଣଙ୍କ ଜୀବନରେ ଚମତ୍କାର ହେବାକୁ ଲାଗିବ। ତ ଆପଣଙ୍କର ଭାଗ୍ୟ ବି ଆପଣଙ୍କୁ ସାଥ ଦେବ। ତେବେ ଆସନ୍ତୁ ସେହି ଉପାୟଟି କ'ଣ ଜାଣିବା। ଆଉ ଉପାୟଟି ପାଇଁ ଆପଣ 11ଟି ଗହମ ନେବେ, 11ଟି ଚାଉଳ ଦାନା ନେବେ ଆଉ ଧ୍ୟାନ ଦେବେ ଯେଉଁ ଗହମ ଓ ଚାଉଳ ନେବେ ତାହା ଖଣ୍ଡିତ ନେବେ ନାହିଁ। ପୁରା ଗୋଟା ଗୋଟା ଚାଉଳ ଓ ଗହମ ନେବେ। ଏହା ସହ ଗୋଟିଏ ତମ୍ଭା ପାତ୍ରଟେ ନେବେ। ସେହି ତମ୍ଭା ପାତ୍ରରେ ଆପଣଙ୍କ ଘରୁ ଜଳ ଭରିକି ନେବେ ଆଉ ସେହି ଜଳ ଆପଣଙ୍କ ଘରୁ ହିଁ ନେବେ, ଏତିକି ଧ୍ୟାନ ଦେବେ। ଏହି ସବୁ ସାମଗ୍ରୀକୁ ନେଇ ମହାଦେବଙ୍କ ଶିବଲିଙ୍ଗ ପାଖକୁ ଯିବେ। ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ଯଦି ଏହି ଉପାୟ କରିବେ ତେବେ ମହାଦେବଙ୍କର ସବୁଠୁ ପ୍ରିୟ ତାଙ୍କର ହେଉଛି ଛୋଟ ପୁତ୍ରୀ ମାତା ଅଶୋକ ସୁନ୍ଦରୀ ଆଉ ସେହି ଅଶୋକ ସୁନ୍ଦରୀ ମାତାଙ୍କ ସ୍ଥାନରେ 11ଟି ଚାଉଳ ଦାନାକୁ ଆପଣଙ୍କର ନାମ ଓ ଆପଣଙ୍କର ଗୋତ୍ର କହିକି ସମର୍ପିତ କରିଦେବେ।
ଆପଣଙ୍କ ପାଖରେ ଯେଉଁ ତମ୍ବାର ପାତ୍ର ଥିଲା ସେହି ପାତ୍ରରେ ଯେଉଁ ଜଳ ଅଛି ସେହି ଜଳରୁ ମାତା ପାର୍ବତୀଙ୍କ ହସ୍ତକମଳ ପାଖରେ ସେହି ଜଳକୁ ସମର୍ପିତ କରିବେ। ଆପଣଙ୍କ ପାଖରେ ଯେଉଁ 11ଟି ଗହମ ଦାନା ରହିଲା ସେହି 11ଟି ଗହମକୁ ଆପଣଙ୍କର ମନସ୍କାମନା ବା ୱିଶକୁ କହିଦେବେ ମହାଦେବଙ୍କ ଶିବଲିଙ୍ଗ ଉପରେ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ସମର୍ପିତ କରିଦେବେ। ତ ଆପଣଙ୍କର ଯାହା ବି ମନସ୍କାମନା କହିବେ ତାହା ମହାଦେବ ପୂରା କରିଦେବେ। ଅନ୍ନକୁ ସମର୍ପଣ କରିବା ଦ୍ୱାରା ଖାସ୍ କରି ଗହମକୁ ସମର୍ପଣ କରିବା ଦ୍ୱାରା ମନସ୍କାମନା ପୂରା ହୋଇଥାଏ। ଆପଣଙ୍କ ଇଚ୍ଛାକୁ ପୂରା କରିବା ପାଇଁ ଏହି ଉପାୟଟି ବହୁତ ବଡ଼ ଚମତ୍କାର ଏବଂ ପାୱାରଫୁଲ୍ ଉପାୟଟି। ଆପଣମାନେ ଜରୁର ଥରେ କରିକି ହିଁ ଦେଖନ୍ତୁ। ଆଉ ଏହି ଉପାୟକୁ ପ୍ରଦୋଷ କାଳରେ ହିଁ କରିବେ। ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ 33 କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ। ଯଦି ଆପଣମାନେ ଶିବଲିଙ୍ଗ ସାମ୍ନାରେ କିଛି ବି ଉପାୟ କରିଥାନ୍ତି ତ ଆମର ସବୁ ଦେବୀ ଦେବତା ଆମ ଉପରେ ଖୁସି ହୋଇଯାଆନ୍ତି। ଏହି ଉପାୟକୁ ଆପଣ ଅବଶ୍ୟ କରିବା ଉଚିତ। ତେବେ ଆସନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଆଉ ଏହି ଉପାୟ ପାଇଁ ଆପଣଙ୍କୁ 2ଟି ଦୀପ ନେବେ। ଆଉ ସେହି ଦୀପ ମାଟିର ନେଇପାରିବେ ଏବଂ ଅଟାରେ ବି ତିଆରି କରି ନେଇପାରିବେ। ସେହି ଦୀପରେ ଶୁଦ୍ଧ ଗାଈର ଘିଅ ନେବେ। ଆପଣ ଯେଉଁ 2ଟି ଦୀପ ନେଇଥିଲେ ସେହି ଦୀପ ଭିତରୁ ଗୋଟିଏ ଦୀପରେ ଆପଣ ଗୋଲବତୀ ଦେବେ, ଆଉ ଗୋଟିଏ ଦୀପରେ ଲମ୍ବାବତୀ ଦେବେ। ତୁଳାବତୀ ଦେବେ ନାହିଁ। ସେହି ଦୀପରେ ଆପଣ ଲାଲ କଲର ମୌଲି ଧାଗାକୁ ବତୀ ଆକାରରେ ପ୍ରୟୋଗ କରିବେ। ଆଉ ଏହି 2ଟି ଦୀପ ବାଲା ଉପାୟକୁ କେବଳ ଆଉ କେବଳ ଆପଣ ଶୁକ୍ରବାର ଦିନ ରାତିରେ ହିଁ କରିବେ। ଏହି ଦୀପ ସହ ଗୋଟିଏ ଚୁଟକି କଳା ରାଶି ନେବେ ଏବଂ ଗୋଟିଏ ଚୁଟକି ହଳଦୀ ନେବେ। ଏହି ସବୁ ସାମଗ୍ରୀକୁ ନେଇ ଆପଣ ରାତ୍ରି ସମୟରେ ତୁଳସୀ ଗଛ ପାଖକୁ ସବୁଠୁ ପ୍ରଥମେ ଯିବେ। ଗୋଲବତୀ ବାଲା ଦୀପକୁ ତୁଳସୀ ଚଉରା ପାଖରେ ପ୍ରଜ୍ୱଳିତ କରିଦେବେ। ଦୀପ ପ୍ରଜ୍ୱଳିତ କରିବା ସମୟରେ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ 11ରୁ 12 ଥର ଜପ କରିନେବେ। ଆପଣ ଯେଉଁ 1 ଚୁଟକି କଳା ରାଶି ନେଇଥିଲେ ସେହି ରାଶିକୁ ଆପଣଙ୍କ ହାତରେ ସିଧା କରି ଧରିକି ରଖିବେ। ଆପଣଙ୍କର ନାମ ଏବଂ ଆପଣଙ୍କର ଗୋତ୍ର କହି ସେହି ଦୀପରେ ଉପରେ 11ରୁ 12 ଥର ବୁଲାଇ ଆଣିବେ। କଳା ରାଶିକୁ ସେହି ଦୀପ ଉପରେ ପକାଇଦେବେ। ଆଉ ଯେବେ ରାତ୍ରିରେ ଆପଣ ତୁଳସୀ ଗଛ ପାଖରେ ଏହି ଦୀପକୁ ପ୍ରଜ୍ୱଳିତ କରିବେ ତ ଏହା ଆପଣଙ୍କର କରଜରୁ ମୁକ୍ତି ଦେଇଥାଏ। ଆପଣଙ୍କ ଜୀବନରେ ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ଖୋଲିଥାଏ। ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଧାରୁ ବନ୍ଦ ହୋଇଯାଇଥାଏ ତ ସେହି କାର୍ଯ୍ୟ ବି ପରିପୂର୍ଣ୍ଣ ହୋଇଥାଏ। ଗୋଲବତୀର ଦୀପ ମାତା ତୁଳସୀଙ୍କ ପାଖରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ନାମରେ ପ୍ରଜ୍ୱଳିତ କରିନେବେ। ତାପରେ ଆପଣଙ୍କ ପାଖରେ ଯେଉଁ ଲମ୍ବାବତୀର ଦୀପ ରହିଲା ଏବଂ 1 ଚୁଟକି ହଳଦୀ ରହିଲା ତାହାକୁ ଆପଣଙ୍କର ଘରର ପୂଜା ଘରେ ମାତା ଲକ୍ଷ୍ମୀଙ୍କ ଯାହା ବି ପ୍ରତିମା ବା ମୂର୍ତ୍ତି ଥାଏ ତ ସେହି ମୂର୍ତ୍ତି ବା ଫଟୋ ସାମ୍ନାରେ ଏହି ଲମ୍ବାବତୀର ଦୀପକୁ ପ୍ରଜ୍ୱଳିତ କରିଦେବେ। ଦୀପ ପ୍ରଜ୍ୱଳିତ କରିବା ସମୟରେ ମହାଲକ୍ଷ୍ମୀ ନମଃ ଏହି ମନ୍ତ୍ରକୁ ଜପ କରିକି ରହିବେ। ଆପଣ ଯେଉଁ 1 ଚୁଟକି ହଳଦୀ ନେଇଥିଲେ ସେହି ହଳଦୀକୁ ଆପଣଙ୍କର ହାତରେ ରଖିବେ। ସେହି ଦୀପ ଉପରେ 11ରୁ 12 ଥର ବୁଲାଇବେ ଓ ମହାଲକ୍ଷ୍ମୀ ନମଃ ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ତାପରେ ସେହି 1 ଚୁଟକି ହଳଦୀକୁ ସେହି ଦୀପ ଭିତରେ ପକାଇଦେବେ। ଏହି 1 ଚୁଟକି ହଳଦୀ ଓ ଦୀପ ଆପଣଙ୍କ ଜୀବନରୁ ଦୁର୍ଭାଗ୍ୟକୁ ସମାପ୍ତ କରିଥାଏ। ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଆଶୀର୍ବାଦ କୃପା ହେବ ଏବଂ ଧନ ପ୍ରାପ୍ତିର ନୂଆ ନୂଆ ଦିଗ ଖୋଲିଯିବ। ଏବେ ଆସନ୍ତୁ ଆଉ ଗୋଟିଏ ବହୁତ ବଡ଼ ଚମତ୍କାର ଉପାୟଟି ଜାଣିବା। ଏହି ଉପାୟ ପାଇଁ ଆପଣ 2ଟି ଗୁଜୁରାତି ନେବେ, ଗ୍ରୀନ କଲର ଗୁଜୁରାତି ନେବେ, ଗୋଟା ଗୁଜୁରାତି ନେବେ ଏବଂ ଏହା ସହ ଆପଣ ଅଧା ଚାମଚ ମହୁ ନେବେ ଏବଂ ଏହା ସହ ଆପଣ ଗୋଟିଏ ଦୀପଟିଏ ନେବେ। ଆପଣ ସେହି ଦୀପ ମାଟିର ନେଇପାରିବେ ଏବଂ ଅଟାରେ ବି ତିଆରି କରି ସେହି ଦୀପ ନେଇପାରିବେ। ଆପଣ ସେହି ଦୀପରେ ତୁଳାବତୀ ଦେବେ ନାହିଁ, ମୌଲି ଢାଗାକୁ ବତୀ ଆକାରରେ ପ୍ରୟୋଗ କରିବେ। ଏହି ଦୀପରେ ଆପଣ ଶୁଦ୍ଧ ଘିଅକୁ ନେବେ। ଏବେ ଏହି ସବୁ ସାମଗ୍ରୀକୁ ନେଇ ଆପଣ ଆପଣଙ୍କର ପୂଜା ଘରକୁ ଯିବେ। ମାତା ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ସାମ୍ନାରେ ବସି ପଡ଼ିବେ। ସବୁଠୁ ପ୍ରଥମେ ଆପଣ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଅଳ୍ପ ଅରୁଆ ଚାଉଳରେ ମନ୍ଦିର ପରି ରଖିଦେବେ। ତାପରେ ଯେଉଁ ଦୀପ ନେଇଥିଲେ ସେହି ଦୀପକୁ ଆପଣ ସେହି ଚାଉଳ ଉପରେ ରଖିବେ। ସେହି ଦୀପକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖିକି ପ୍ରଜ୍ୱଳିତ କରିବେ। ଦୀପ ପ୍ରଜ୍ୱଳିତ କରିବା ସମୟରେ ଓମ୍ ମହାଲକ୍ଷ୍ମୀ ନମଃ ଏହି ମନ୍ତ୍ରକୁ ଜପ କରିବେ। ଦୀପ ପ୍ରଜ୍ୱଳିତ କରିସାରିବା ପରେ ଆପଣ ଯେଉଁ 2ଟି ଗୁଜୁରାତି ନେଇଥିଲେ ସେହି 2ଟି ଗୁଜୁରାତି ଭିତରୁ ଗୋଟିଏ ଗୁଜୁରାତିକୁ ଆପଣ ସେହି ଦୀପ ଭିତରେ ପକାଇଦେବେ। ତାପରେ ଆପଣ କମ୍ ସେ କମ୍ 21 ଥର ଓମ୍ ମହାଲକ୍ଷ୍ମୀ ନମଃ ଜପ କରିବେ।
ଆପଣଙ୍କ ପାଖରେ ଯେଉଁ ମହୁ ଅଛି, ସେହି ମହୁ ଓ ଆଉ ଗୋଟିଏ ଯେଉଁ ଗୁଜୁରାତି ବଳିଲା ସେହି ସାମଗ୍ରୀକୁ ନେଇ ଆପଣ ଶିବ ମନ୍ଦିରକୁ ଯିବେ। ଆଉ ଏହି ଉପାୟକୁ ଆପଣ କେବଳ ସନ୍ଧ୍ୟା ସମୟରେ ହିଁ କରିବାକୁ ପଡ଼ିବ। ସବୁଠୁ ପ୍ରଥମେ ଆପଣଙ୍କ ପାଖରେ ଯେଉଁ ମହୁ ଅଛି, ସେହି ମହୁ ଭିତରେ ସେହି ଗୁଜୁରାତିକୁ ଭଲସେ ପୁରା ବୁଡ଼ାଇ ଦେବେ। ତାପରେ ସେହି ଗୁଜୁରାତିକୁ ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ ଅର୍ପିତ କରିଦେବେ। ଓମ୍ ଶ୍ରୀ ଶିବାୟ ନମସ୍ତୁଭ୍ୟଂ ଏହି ମନ୍ତ୍ରକୁ ଜପ କରିବେ। ଏହାପରେ ଆପଣ ଆପଣଙ୍କ ସାଙ୍ଗରେ ଗୋଟିଏ ଲୋଟାରେ ଜଳ ଭରିକି ସାଙ୍ଗରେ ନେଇକି ଯାଇଥିବେ। ସେହି ଲୋଟା ଜଳକୁ ଶିବଲିଙ୍ଗ ଉପରେ ଧୀରେ ଧୀରେ ସମର୍ପିତ କରିଦେବେ। ଓମ୍ ଶ୍ରୀ ଶିବାୟ ନମସ୍ତୁଭ୍ୟଂ ଏହି ମନ୍ତ୍ରକୁ ଜପ କରିବେ। ଜପ କରି କରି ହିଁ ଜଳ ଅର୍ପଣ କରିବେ। ଏହାପରେ ଆପଣ ଆପଣଙ୍କର ଘରକୁ ପଳେଇ ଆସିବେ। ଏହି ପ୍ରକାର ଆପଣ ଏହି ଉପାୟକୁ କରିକି ଥରେ ଦେଖନ୍ତୁ। ଦେଖନ୍ତୁ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ 3ଟି ଉପାୟ କହିଲୁ। ଆପଣଙ୍କର ମନକୁ ଯେଉଁ ବି ଉପାୟ ପସନ୍ଦ ଆସୁଛି ବା ମନକୁ ପାଉଛି, ଏହି 3ଟା ଉପାୟ ଭିତରୁ ଆପଣ ଯେକୌଣସି ଗୋଟିଏ ଉପାୟକୁ ଥରେ କରିକି ହିଁ ଦେଖନ୍ତୁ ଏବଂ ଆପଣଙ୍କ ଜୀବନକୁ ପୁରା ବଦଳାଇ ପାରିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଅନ୍ୟମାନଙ୍କ ମଙ୍ଗଳ ପାଇଁ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଏ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ନ କରି ଭିଡ଼ିଓ ଦେଖୁଛନ୍ତି, ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ହର ହର ମହାଦେବ, ଓମ୍ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ।